କେଉଁ ସମୟରେ ପ୍ରଣାମ କରିବେ ନାହିଁ? ଛୋଟ ପିଲାକୁ କାଖେଇ ଥିବା ବେଳେ, ଖାଇ ବସିଥିବା ବେଳେ, ମନ୍ଦିରରେ ଥିବା ବେଳେ, ପରବେଶ ସାଜିଥିବା ସମୟରେ, ପରିସ୍ରା ଓ ସ୍ନାନ କରୁଥିବା ସମୟରେ, ମୁଖାଗ୍ନି ଦେଇ ଆସୁଥିବା ଅବସ୍ଥାରେ, କାନ୍ଧୋଇ ଯାଉଥିବା ବେଳେ, ପାଣିରେ ପଶିବା ବେଳେ, ତେଲ ଲଗାଉଥିବା ବେଳେ, କ୍ଷୌର ହେଉଥିବା ବେଳେ। ଯେ ନିରାଟ ସତ୍ୟ ବଚନ। ଚାରେ ମାଛି ପଡ଼ିଗଲେ ଲୋକେ ଚାକୁ ଫିଙ୍ଗି ଦିଅନ୍ତି, କିନ୍ତୁ ଯଦି ଗୁଆ ଘିଅରେ ମାଛି ପଡ଼େ ତେବେ ଲୋକେ ମାଛିକୁ କାଢ଼ି ଫିଙ୍ଗି ଦିଅନ୍ତି। ସେହିପରି ଗରିବ ଲୋକ ଦୋଷ କଲେ ସମସ୍ତେ ଓକିଲାତି କରିବାକୁ ଦୌଡ଼ି ଆସନ୍ତି। ଧନୀ ଦୋଷ କଲେ ଦୋଷକୁ ଦବାଇ ଦିଆଯାଏ। ଯେ ଲକ୍ଷ୍ୟ ସ୍ଥିର କରିନେବା ଓ ସେଥିରେ ଲାଗି ପଡ଼ିବା। ଯେକୌଣସି କାର୍ଯ୍ୟରେ ଲାଗି ରହିପାରିଲେ ସେହି କାର୍ଯ୍ୟରେ ସଫଳତା ଆସିବ ହିଁ ଆସିବ। କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଗୋଟିଏ ସୁନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ। ବେଞ୍ଜାମିନ୍ ଫ୍ରାଙ୍କଲିନ୍ ଏ ବ୍ୟାପାରରେ କହିଛନ୍ତି, କେହି ଯଦି ନିଜ କାର୍ଯ୍ୟରେ ସିଦ୍ଧି ଲାଭ କରିବାକୁ ଆଗ୍ରହୀ ହୁଏ ତାହେଲେ ତାଙ୍କୁ କର୍ତ୍ତବ୍ୟ ସମ୍ପର୍କରେ ନିଷ୍ଠ ହେବାକୁ ପଡ଼ିବ। ଏହା ବ୍ୟତୀତ ଜୀବନରେ କୃତ କାର୍ଯ୍ୟ ହେବାର ଆଉ କୌଣସି ପନ୍ଥା ନାହିଁ। କର୍ତ୍ତବ୍ୟ ପରାୟଣା ସ୍ତ୍ରୀ। କର୍ତ୍ତବ୍ୟ ପରାୟଣା ସ୍ତ୍ରୀ ହିସାବରେ ଆପଣଙ୍କର କାର୍ଯ୍ୟ ହେଉଛି ସ୍ୱାମୀଙ୍କୁ କାର୍ଯ୍ୟ ସମ୍ପର୍କରେ ପରିଷ୍କାର ଧାରଣା ଗଢ଼ି ତୋଳିବା କ୍ଷେତ୍ରରେ ସହଯୋଗିତା କରିବା। ଏହି କାର୍ଯ୍ୟରେ ଭବିଷ୍ୟତରେ କ'ଣ ହୋଇପାରେ ସମ୍ପର୍କରେ ଗୋଟିଏ ରୂପରେଖ ଧାରଣ କରିବା। ବାସ୍ତବ ପରିସ୍ଥିତି ମାନି ହିଁ ଆପଣଙ୍କୁ ଏହା କରିବାକୁ ହେବ। ଏ ବିଷୟରେ ଆପଣ କୌଣସି ବାସ୍ତବ ସ୍ୱପ୍ନ ଦେଖିବେ ନାହିଁ। ଯାହା ସତ୍ୟ ତାହାରି ଉପରେ ଭିତ୍ତି କରି ହିଁ ଅଟ୍ଟାଳିକା ନିର୍ମାଣର ଚେଷ୍ଟା କରିବେ। ସମ୍ଭାବ୍ୟ ସବୁ ବିପଦ ଏବଂ ଦୁର୍ଘଟଣାର କଥା ମଥାରେ ରଖି ସେହି ପଥରେ ପାଦ ଦେବାକୁ ହେବ। ଯେ ଶଗଡ଼ଠାରୁ 5 ହାତ, ଘୋଡ଼ାଠାରୁ 10 ହାତ ଏବଂ ହାତୀଠାରୁ 100 ହାତ ଦୂରରେ ରହିବା ଉଚିତ। ମାତ୍ର କୌଣସି ଦୁଷ୍ଟ, ପାପୀ, ସ୍ୱାର୍ଥୀ, ଧୋକାବାଜ ଲୋକ ମିଳିଲେ ତାଠାରୁ ସୀମାହୀନ ଅର୍ଥାତ୍ ଅତି କମରେ ଦେଶ ଛାଡ଼ି ବି ଚାଲିଯିବା ଠିକ୍ ହେବ। ଖରାପ ଲୋକର ଛାଇଠାରୁ ବି ଦୂରେଇ ରହିବା ଉଚିତ। ହାତୀକୁ ଚଳାଇବା ପାଇଁ ଅଙ୍କୁଶ, ଘୋଡ଼ାକୁ କାବୁରେ ରଖିବା ପାଇଁ ଚାବୁକ, ଶିଙ୍ଗ ଥିବା ପଶୁଙ୍କୁ ଚଳାଇବାକୁ ଠେଙ୍ଗା ଆବଶ୍ୟକ ହୋଇଥାଏ। ମାତ୍ର ପାପୀ ଦୁଷ୍ଟ ଲୋକଙ୍କୁ କେବେ ବି ସହଜରେ ଆୟତ୍ତ କରି ହୁଏ ନାହିଁ। ସେମାନଙ୍କୁ ବଶ କରିବାକୁ ତରବାରୀ ଉଠାଇବାକୁ କୌଣସି ଜିନିଷ ମଣିଷ ପାଇଁ ବେଶୀ ଜରୁରୀ ନୁହେଁ, ଯେମିତିକି ମିଠା କଥା କହିବା ଏବଂ ହେଇଥିବା କଥା ପାଳନ କରିବା। ଇନ୍ଦ୍ରିୟକୁ ବଶ କରନ୍ତୁ, ମାତ୍ର ସବୁ ବଶ କରିବାରେ କିଛି ଲାଭ ନାହିଁ ଯେପର୍ଯ୍ୟନ୍ତ ଆପଣଙ୍କ ମନରେ ଦୟା ଏବଂ ଦୀନ ଦୁଃଖୀଙ୍କୁ ସହଯୋଗ କରିବାର ଭାବନା ଜାଗ୍ରତ ହୋଇନାହିଁ। ଚାଣକ୍ୟ ଏଠାରେ କହିଛନ୍ତି କି ଯଦି ଆପଣ ବାସ୍ତବରେ ଜଣେ ଭଲ ମଣିଷ ହେବାକୁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ନିଜ ମନକୁ ଶୁଦ୍ଧ କରନ୍ତୁ। ଖରାପ ଚିନ୍ତା କରିବା ଛାଡ଼ି ଦିଅନ୍ତୁ। ଦୁଃଖୀ, ଦରିଦ୍ର, ଅସହାୟ ଲୋକଙ୍କୁ ସହାୟତା କରନ୍ତୁ। ଏହା ହିଁ ପ୍ରକୃତ ମାନବିକତା। ଏହା ହିଁ ଆପଣଙ୍କୁ ଶ୍ରେଷ୍ଠ କରି ଗଢ଼ି ତୋଳିବ। ଜୟ ଶ୍ରୀ ଜଗନ୍ନାଥ।